ফুল সিনা নাহি চন্দন নাহি নাহি আনু উপচার ফুল সিনা নাহি চন্দন নাহি নাহি আনু উপচার মনকু তোমার নৈবেদ্য করেছি মনকু তোমার নৈবেদ্য করেছি তুম নামে হে ঠাকুর। सबु संतान पाई माँ ही भगवान को रूप कारण तारी रक्त मांसरे गढ़ा होई थाए पिला आ माँ भी निज स्तन्यपान कराई संतान को जीवन दिए भविष्यत गढ़े एमिति कि शिशु पाई जीवन को जलांजलि देवाकू पछाए नाही माँ जे त्यागर जीवंत प्रतिमूर्ति कहिले भूल हेब नाही। तेबे दुनिया रे एमिति भी माँ अछंती जे शिशुटीए जन्म हेला परे ताको बुदामळे कहंतु किंबा डस्टबिन ने छाड़ी चली जाउछंती। माटीए गोटे शिशु को 10 मास गर्भरे धारण करी जेतेबेले जन्म दिए सेतेबेले ता आखिरे तार शिशुटीर जत्न लालन पालन छड़ा आउ सबु किछि पछ होई जाए। संतान संतति को प्रत्येक बापा माँ जुगे जुगे सर्वरूपे सुरक्षा देई आछंती। आज सेमिति जने माँ को चित्र सामना को आणुछु जहार त्याग आगरे आपनक मथा नहीं आसीबो। आसंतु जानिबा से माटी विषय से दिन अपराह्न समय थाए जने महिला जने युवती को धरी कार भितर बसी थांती आ पाखरे अति सुंदर गीत से छोट मोर गाँटी गाई शुणाउ थांती। से युवती कुनी शिशुटी भली शुणुथांती खूब मन ध्यान देई। तेबे परिवेशर सहजरे बुझी हेउथला युवती जनक दिव्यांग। आमे गीत शुणी टिके पाद थमई देलु आ चित्र उत्तोलन करने को चेष्टा कलु। स्वरटी टिके चिन्हा आ शुणिला शुणिला लागुथिला। टिके पाखकु जाई पचारलु परिचय जहा शुणिलु बहुत आश्चर्य होई गलु। जहांको कथा आज चर्चा को आनिछु दिन थिला श्रोता रेडियो पाखरे बसी तांको गीत शुणी मतुआला हेउथिले तांकरी गीत गुणगुणौथिले भूरी भूरी प्रशंसारे पोती पकाउथिले। जुआड़े गले लोकंक नजर को आसुथिले एही बेतार कंठशिल्पी से आउ केही नुहंती आपण मानकर अति आपणार निवेदिता साहू। महाबाहु काहको कहेबे दुख महाबाहु काहको कहेबे दुख तुम्भे था दुखे जन बंधु तुम्भे था दुखे जन बंधु चिकण कला श्रीमुख महाबाहु काहको कहेबे दुख महाबाहु काहको कहेबे दुख। पतित पावन गतिदायक है अतीत रक्षु पतित पावन गतिदायक है अतीत रक्षु पतिरे तुम्हार एतिके जण छामु छड़ा है बिनाही महाबाहु काहको
कहेबे दुख महाबाहु काहाको कहेबे दुख छत्रिश निज ମଧ୍ୟରେ ଗଣିବ ମଣିମା ହେ ମୋତେ ନିତି ଛତ୍ରିଶ ନିଜ ମଧ୍ୟରେ ଗଣିବ ମଣିମା ହେ ମୋତେ ନିତି ଢାଳୁଥିବି ପଦା ଚାମର ଆଲଟ ଗାଇ ତୁମ୍ଭ ଗୁଣ ଗୀତି ମହାବାହୁ କାହାକୁ କହେବି ଦୁଃଖ ମହାବାହୁ କାହାକୁ କହେବି ଦୁଃଖ काहाको कहेबे दुख काहाको कहेबे दुख ରେଡିଓରେ ସକାଳ ହେଉ କି ସନ୍ଧ୍ୟା ନିଜର ସୁମଧୁର କଣ୍ଠରୁ ସଙ୍ଗୀତ ଶୁଣାଇ ଆପଣମାନଙ୍କର ମନୋରଞ୍ଜନ କରୁଥିଲେ ବର୍ଷ ବର୍ଷ ଧରି 90 ଦଶକରୁ ପାଖାପାଖି ଦୀର୍ଘ 16-17 ବର୍ଷ ଧରି କଟକ ରେଡିଓ ଷ୍ଟେସନରେ ଗୀତ ଗାଇ ଆସୁଥିଲେ। ହେଲେ ତାପରେ ଅଚାନକ ହଜିଗଲେ, ଯେମିତି କୁଆଡ଼େ ଉଭାନ ହୋଇଗଲେ। ତାଙ୍କୁ ଏତେ ବର୍ଷ ପରେ ଆମେ ପାଇଥିଲୁ ଏହି ଗଳିରେ। କହୁଥିଲେ ଏବେ ତାଙ୍କ ପରିବାର କହିଲେ ସ୍ୱାମୀ ଏବଂ ବଡ଼ ଝିଅ ତିଥି ଓ ସାନ ଝିଅ ଶାନ୍ତା। ତେବେ ବଡ଼ ଝିଅ ତିଥି ଯେ ଏଭଳି ଦିନେ ଦିବ୍ୟାଙ୍ଗ ହୋଇଯିବ, ଏ କଥା ବାପା ମାଙ୍କ କଳ୍ପନା ବାହାରେ ଥିଲା। ଝିଅ ତିଥି ପାଇଁ ବେତାର ବା ରେଡିଓରେ ଗୀତ ଗାଇବା ଛାଡ଼ି ତାର ଲାଳନ ପାଳନ କରିବାକୁ ବାଧ୍ୟ ହେଲେ। କାରଣ ସେ ମା ସନ୍ତାନ ପାଇଁ କ୍ୟାରିୟରକୁ ତ୍ୟାଗ କରିଦେଲେ। ବଡ଼ ଝିଅ ତିଥିର ବୟସ ଏବେ 38 ବର୍ଷ। ଏତେ ବର୍ଷ ଧରି ମା ଭାବରେ ତାକୁ ପାଳି ଆସୁଛନ୍ତି, ତାର ସବୁ ଅଳି ଅର୍ଦ୍ଦଳି ବୁଝି ଆସୁଛନ୍ତି। ଏବେ ବି ତିଥି ଛୁଆଟିଏ ଭଳି ଆଚରଣ କରୁଛି। ତାର ଲାଳନ ପାଳନ ପାଇଁ ନିଜ କଣ୍ଠ ଉପରେ କଟକଣା ଲଗାଇଦେଲେ ନିବେଦିତା ସାହୁ। ଦୂରେଇ ଗଲେ ଶ୍ରୋତାମାନଙ୍କ ଠାରୁ, ଦୂରେଇ ଗଲେ ନିଜ ସଫଳ କ୍ୟାରିୟର ଠାରୁ। ଆଜି ଆମେ ତାଙ୍କୁ ପାଇଛୁ ଅଚାନକ। ତାଙ୍କରି କଣ୍ଠରୁ ତାଙ୍କରି ଗୀତ ଶୁଣାଇ ମନେ ପକାଇ ଦେଉଛୁ ଏହି ବିଗତ ଦିନର କଣ୍ଠଶିଳ୍ପୀଙ୍କୁ। ହୃଦୟର ଶୂନ୍ୟତାକୁ ଆଜି ପଚାରେ ମୁଁ ଯେବେ ଶୁଣେ, ପ୍ରତାରଣା କିଏ କାହାକୁ ଦେଇଛି, ପ୍ରତିଧ୍ୱନି କହେ ତୁମେ ତୁମେ ତୁମେ। ହୃଦୟର ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ, ପ୍ରତାରଣା କିଏ କାହାକୁ ଦେଇଛି, ପ୍ରତିଧ୍ୱନି କହେ ତୁମେ ତୁମେ ତୁମେ। ହୃଦୟର ଶୂନ୍ୟତାକୁ ଥିଲା ସେ କିପରି ଭାବ ପ୍ରବଣତା, ହସୁଛି ମୁଁ ମନେ ମନେ। ଥିଲା ସେ କିପରି ଭାବ ପ୍ରବଣତା, ହସୁଛି ମୁଁ ମନେ ମନେ। ତୋଳିବାକୁ ଏକ କୁହୁଡ଼ିର ଘର ବାହାରିଥିଲି ମୁଁ ଦିନେ, ତୋଳିବାକୁ ଏକ କୁହୁଡ଼ିର ଘର ବାହାରିଥିଲି ମୁଁ ଦିନେ। ଏ କୁହୁଡ଼ି ଘର ଗଲା ଭାଙ୍ଗି ଯାର, ପ୍ରୀତିର ପ୍ରାଚୀର ଥିଲ ତୁମେ, ପ୍ରତାରଣା କିଏ କାହା
ଦେଇଛି ପ୍ରତିଧ୍ୱନି କହେ ତୁମେ 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 ହୃଦୟର ଏଇ ଶୂନ୍ୟତାକୁ। ଭାଗ୍ୟର ଖେଳ କେତେବେଳେ କେଉଁ ପରିସ୍ଥିତି ଆଣିଦିଏ ଆଉ କାହାକୁ କେଉଁଠି ନେଇ ରଖେ ତାହା କହିବା ମୁସ୍କିଲ। ନିବେଦିତାଙ୍କ ଭଳି ଅନେକ ଏଭଳି ପରିସ୍ଥିତିର ସାମ୍ନା କରିଥିବେ ନିଶ୍ଚୟ। ହେଲେ ଜଣେ ମା ଭାବରେ ନିବେଦିତାଙ୍କ ତ୍ୟାଗ ଏଭଳି ମା'ମାନଙ୍କ ପାଇଁ ନିଶ୍ଚୟ ପ୍ରେରଣା। ଦୀପଟି ଜଳୁ ଜଳୁ ସମୟର ବତାସ ମାଡ଼ରେ ଲିଭିଯିବାକୁ ଯିବା ସମୟରେ ପୁଣି ଜଳିବାକୁ ଚେଷ୍ଟା କରୁଛି। ଅଣ୍ଟା ଭିଡ଼ିଛି, ନିଜେ ଜଳିବ, ଅନ୍ୟକୁ ଆଲୁଅ ଦେବ। ଦର୍ଶକ ବନ୍ଧୁ, ଆମେ କହୁଛୁ ପୁରୁଣା ଦିନର ପୁରୁଣା କଥା, ପୁରୁଣା ସ୍ମୃତିକୁ ନେଇକି ପୁଣି ଏମିତି ଜଣେ ମଣିଷ, ଏମିତି ଜଣେ ବ୍ୟକ୍ତିତ୍ୱ ଥିବା ମଣିଷଙ୍କ ସହିତ ଆପଣଙ୍କର ଆମେ ଇଣ୍ଟ୍ରୋଡ୍ୟୁସ୍ କରାଉଛୁ ଯେ ଏମିତି ଜଣେ ମଣିଷକୁ ଦେଖା କରାଉଛୁ, ତାଙ୍କ ସହିତ ଆମେ ଆଲୋଚନା କରିବା। ପୁରୁଣା ଦିନେ ଯିଏ ଆପଣଙ୍କର ରେଡ଼ିଓରେ ଗୀତ ଗାଇ ଆପଣମାନଙ୍କର ମନୋରଞ୍ଜନ କରୁଥିଲେ, ସେ ଆଉ କେହି ନୁହନ୍ତି, ନିବେଦିତା ସାହୁ। ଆପଣଙ୍କୁ ନମସ୍କାର। ଆପଣଙ୍କର ଗୋଟେ କଥା ହେଲା, ନିଜ ଘର କୋଉଠି ଆଉ ଟିକେ ଠିକଣା ନେବା। ମୁଁ ଆମ ଘର ହଉଛି ରାଉରକେଲା। ଆକ୍ଚୁଆଲି ମୋ ବାପା ଘର, ବାବାଙ୍କ ନାଁ ପଦ୍ମନାଭ ସାହୁ। ସେଠି ମୋର ସ୍କୁଲିଂ ଆଉ କଲେଜ ସବୁ ସେଇଠି ହେଇଛି। ବାବା ସଙ୍ଗୀତଜ୍ଞ ଥିଲେ, ମ୍ୟୁଜିକ୍ ଟିଚର ବି ସ୍କୁଲରେ ଥିଲେ। ଆମର ନିଜର ଗୋଟେ ସ୍କୁଲ ଥିଲା, ମୈତ୍ରୀ ସଙ୍ଗୀତ କଳାପୀଠ। ସେଠି ବହୁତ ପିଲାମାନେ ଆସିଥିଲେ ଶିଖିବା ପାଇଁ। ଆଚ୍ଛା, ଆପଣଙ୍କର ମୋ କହିବା କଥା ହେଲା, କୋଉ ବୟସରେ ଆପଣ ଗୀତରେ ପାଦ ଦେଲେ? ପ୍ରାୟ 4.5-5 ବର୍ଷ ବୟସରେ ମାନେ ଜାଣିବାରେ ମୁଁ ଗୀତ ଶିଖିବା ଆରମ୍ଭ କଲି। କିନ୍ତୁ ଜନ୍ମରୁ ତ କାନରେ ଗୀତ ବାଜୁଥିଲା, କିନ୍ତୁ ଶିଖିବା ଆରମ୍ଭ କରିଥିଲି 5 ବର୍ଷ ବୟସରେ, 4.5-5 ବର୍ଷ। ପ୍ରଥମେ ଆପଣ ଯେତେବେଳେ ଶିଖିବା ଆରମ୍ଭ କଲେ କଣ ଗୀତଟେ ଗାଇଥିଲେ? ହଁ, ପ୍ରଥମେ ଗୋଟେ ଭଜନଟେ ଶିଖିଥିଲି, ସେଟା ମୁଁ ଗାଉଛି। ତୁମେ ସତ୍ୟ ତୁମେ ନିତ୍ୟ, ତୁମେ ହେ ମଙ୍ଗଳମୟ, ଢାଳି ଦିଅ ଶିରେ ମୋହର, ସୁଖ ଶାନ୍ତି ଢାଳି ଦିଅ। ତୁମେ ହେ ମଙ୍ଗଳମୟ, ତୁମେ ସତ୍ୟ ତୁମେ ନିତ୍ୟ, ତୁମେ ହେ ମଙ୍ଗଳମୟ। ଆଚ୍ଛା, ଆପଣ ମାନେ ଜୀବନର ପ୍ରଥମେ ଯେତେବେଳେ ଗୀତ ଆରମ୍ଭ କରିଛନ୍ତି, ଗୀତର ପରିବେଶ ଭିତରୁ ଆସିଛନ୍ତି, ତ ଆପଣ ଯେତେବେଳେ କଲେଜ କ୍ୟାରିୟର କୁହନ୍ତୁ, ହାଇସ୍କୁଲ କ୍ୟାରିୟର କୁହନ୍ତୁ, ସେଇ ସମୟରେ ସବୁ ତ ଗୀତ ଗାଇଥିବେ, ତ ସେଇ ସବୁ ଗୀତ କଣ କରୁଛନ୍ତି? ହଁ, ସେଇ ସମୟରେ ବି ମୁଁ ବହୁତ ଗୀତ ଗାଇଛି। ସ୍କୁଲରେ ବି ଗାଇଛି, କଲେଜରେ ବି ଗାଇଛି। କିନ୍ତୁ ସେତେବେଳେ ମୋତେ ଗୋଟେ ବହୁତ ଭଲ ଲାଗୁଥିଲା, ଡକ୍ଟର ସୁଚିତ୍ରା ମହାପାତ୍ରଙ୍କର ଗୋଟେ ଗୀତ ଥିଲା, ମଥାରେ ମୋହର ଲାଗି ରହିଥାଉ ବାଇଚି। ବର୍ତ୍ତମାନ ତାକୁ ଟିକେ ଗାଇକି ଶୁଣଉଛି। ମଥାରେ ମୋହର ଲାଗି ରହିଥାଉ, 22 ପାହାଚ ଧୂଳି, ପତିତ ପାବନ পতিত পাবন, বানা চাহি চাহি এ জীবন যাও চালি, মথারে ওহর লাগি রহিথাউ, 22 ପାହାଚ ଧୂଳି। କେତେ ବର୍ଷ ବୟସରେ ଆପଣ ଗୀତକୁ ସମ୍ପୂର୍ଣ୍ଣ ରୂପରେ କମ୍ପ୍ଲିଟ କଲେ? ସମ୍ପୂର୍ଣ୍ଣ ରୂପରେ ତ କମ୍ପ୍ଲିଟ କରିବା କହିବା ମୁସ୍କିଲ ହବ। ପରୀକ୍ଷା ଦେଇଥିଲି ଗ୍ରାଜୁଏସନ, ଯୋଉ ହିନ୍ଦୁସ୍ତାନୀ କ୍ଲାସିକାଲରେ ମୁଁ ଗ୍ରାଜୁଏଟ ହେଇଥିଲି କଲେଜରେ ପଢିଲା ବେଳେ। ତାପରେ
22 ବର୍ଷରେ ମାଷ୍ଟର ଡିଗ୍ରୀ କରିଥିଲି ଆମର କଳା ବିକାଶ କେନ୍ଦ୍ରରେ, ଯୋଉ ଗୁରୁ ଦୀପକ କୁମାର ବସୁଙ୍କ ପାଖରେ ଶିଖୁଥିଲି। ସେ ଆପଣ ମାନଙ୍କର ଗୁରୁ କିଏ ବ୍ୟକ୍ତି? ହଁ, ମୋର ଗୁରୁ ମାନେ ଥିଲେ, ବର୍ତ୍ତମାନ ତ ମାନେ ନାହାନ୍ତି। ପ୍ରଥମେ ବାହା ହେଲା ପରେ, ବାହା ହେବା ଆଗରୁ ଶିଖିଛି ଅଳକା ଚାନ୍ଦ, ରାଧାକୃଷ୍ଣ ଭଞ୍ଜ। ବାହାଘର ପରେ ଦୀପକ କୁମାର ବସୁ, ଜୟକୃଷ୍ଣ କାହାଳୀ ମୋ ସହିତ ସଙ୍ଗତ କରୁଥିଲେ। ତାପରେ ରାଖାଲ ଚନ୍ଦ୍ର ମହାନ୍ତିଙ୍କ ପାଖରୁ ବି ଶିଖିଥିଲି। ତାପରେ ବର୍ତ୍ତମାନ ମୁଁ ଉମେଶ ଚନ୍ଦ୍ର ଦାସଙ୍କ ଠାରୁ ଶିଖୁଛି। ଆଉ ଆମର ତବଲା ଟିଚର ଅଛନ୍ତି ବିଜୟ କୁମାର ଜେନା। ଆଉ ଗୋଟେ କଥା ହେଲା, ଆପଣ ପ୍ରଥମେ ଯେତେବେଳେ କୋଉ ଦିନ କୋଉ ମସିହାରେ ଆପଣ ଯୋଉ ରେଡିଓ ଷ୍ଟେସନରେ ପାଦ ଦେଇଥିଲେ? 88-89 ମୁଁ ସେତେବେଳେ ପରୀକ୍ଷା ଦେଇଥିଲି। 88-89ରେ ପାସ୍ କରିଥିଲି। ତାପରେ ପ୍ରଥମ ପ୍ରୋଗ୍ରାମରେ ଯାଇଥିଲି। କେତେ ବର୍ଷ ରେଡିଓ ଷ୍ଟେସନରେ ଆପଣ ଜିତେଇଲେ? ମୁଁ 1999 ମସିହାରୁ 2007 ପର୍ଯ୍ୟନ୍ତ ଗୀତ ଗାଇଛି। ଦୀର୍ଘ ବର୍ଷ ଆପଣ ରେଡିଓ ଷ୍ଟେସନରେ ଗୀତ ଗାଇକି ଲୋକଙ୍କର ମନୋରଞ୍ଜନ କରିଥିଲେ। ଯୋଉ ଯୋଉ ଗୀତ ପ୍ରଥମେ ଆପଣ ରେଡିଓ ଷ୍ଟେସନ ଯୋଉ ଦିନ ଯାଇଥିଲେ, ସେଦିନ ଆପଣଙ୍କ ମନରେ ଛନକା ଭୟ ଥିବ। ହଁ, ସେ ଗୀତ ଟିକେ ଡର ତ ଲାଗୁଥିଲା ବେଶ। 3ଟି ଗୀତ ଗାଇବାକୁ ଦେଇଥିଲେ। ମୁଁ ପ୍ରଥମ ଗୋଟେ ଗୀତ ଗାଇକି ଶୁଣଉଛି ଆପଣଙ୍କୁ। ମହାବାହୁ କାହାକୁ କହିବି ଦୁଃଖ, ମହାବାହୁ କାହାକୁ କହିବି ଦୁଃଖ, ତୁମ୍ଭେ ଥାଉ ଥାଉ ଦୁଃଖୀ জন ବନ୍ଧୁ, ଚିକଣ କଳା ଶ୍ରୀମୁଖ, ମହାବାହୁ କାହାକୁ କହିବି ଦୁଃଖ। ସୁନ୍ଦର ଗୀତ ମହାବାହୁ। ଆଉ ଦୁଃଖ ବା କାହାକୁ କହିବେ। ତେଣୁ ଆପଣଙ୍କର ପ୍ରଥମ ଯେତେବେଳେ ଏଇ ଗୀତ ଶୁଣିଲେ, ଆପଣଙ୍କର ଘର, ସାହି, ଗାଁ ଏମାନେ ଆପଣଙ୍କୁ ଯେତେବେଳେ ପାଇଥିବେ ପାଖରେ, କେତେ ଖୁସି ଥିଲେ ସେ ସମୟରେ? ସେତେବେଳେ ତ କୋଣାର୍କ ଟିଭି ସମସ୍ତଙ୍କ ଘରେ ବି ନଥିଲା, ବେଶୀ ଆଦୃତ ହେଇନଥିଲା। କିନ୍ତୁ ରେଡିଓ ସମସ୍ତଙ୍କ ଘରେ ଥିଲା। ଯେତେବେଳେ ମୁଁ ପ୍ରଥମେ ରେଡିଓରେ ଗାଇବା ପାଇଁ ପାଇଲି, ପ୍ରଥମ ଗୀତ ଦେଲି, ସେତେବେଳେ ମୋର ହଜବେଣ୍ଡ ଯିଏ, ସେ ଗାଁକୁ ଚିଠି ଦ୍ଵାରା, ଆମର ଯୋଉ ଫୋନ ଦ୍ଵାରା ଜଣେଇଲେ। ଆଉ ଜଣେଇଲା ପରେ ସାହିରେ ଜଣେଇଲେ, ଆମର ମାନେ ପଡୋଶୀ ହେଲେ, ସାଙ୍ଗସାଥି, ନିଜ ଫ୍ୟାମିଲି ସମ୍ପର୍କୀୟ ମାନଙ୍କୁ ଜଣେଇଥିଲେ। ତ ସେମାନେ ସେଇ ସମୟରେ ଶୁଣିଥିଲେ, ଆଉ ବହୁତ ଖୁସି ବି ହେଇଥିଲେ। ଆପଣ ରେଡିଓ ଆର୍ଟିଷ୍ଟ ହିସାବରେ, ବେକାର କଣ୍ଠଶିଳ୍ପୀ ହିସାବରେ ଯେତେବେଳେ ଘରୁ ବାହାରିକି ଯାଆନ୍ତି, ଲୋକଙ୍କର ସେଇ ସମୟରେ କଣ ହୁଏ? ସେମିତି ମୁଁ ତ କହିପାରିବିନି, ମୁଁ ତ ଘରୁ ବାହାରିକିରି ଯାଉଥିଲି। ସେମିତି ବହୁତ ମାନେ ରିନୋଡ ନଥିଲି। ଘରୋଇ, ମାନେ ମୁଁ ହାଉସ ୱାଇଫ ରୁ ଯାଇଥିଲି ରେଡିଓକୁ। ତେଣୁ ତଥାପି ମୋର ଯେତେ ସାଙ୍ଗସାଥି ରେଡିଓ ମାଧ୍ୟମରେ, ଯୋଉମାନେ କି ସଙ୍ଗୀତ ଯୋଉ ଶିଖିବା ମାଧ୍ୟମରେ ଯୋଉ ସବୁ ସାଙ୍ଗସାଥି ହେଇଥିଲେ, ସେମାନେ ବେଶ ପଚାରୁଥିଲେ। ଆମେ ମିଶିକିରି ଡିସ୍କସନ କରୁଥିଲୁ, ବସିକିରି କେମିତି ଆଉ ଟିକେ ବେଶୀ ଭଲ ହବ ସେଇ ସମ୍ପର୍କରେ ଆମେ କଥାବାର୍ତ୍ତା ବି କରୁଥିଲୁ। ଖୁସି ବି ହଉଥିଲେ, ବତଉଥିଲେ, ହଁ ଏମିତି ଗାଇଲେ, ସେମାନଙ୍କର ଏକ୍ସପିରିଏନ୍ସ ବତଉଥିଲେ, ରେଡିଓ ଭିତରେ ଏମିତି ଗାଇଲେ ଏମିତି ହବ, ଏମିତି ପ୍ରକାର ଗାଇଲେ ଭଲ ହବ। କଣ ସବୁ ଗୀତ ଆପଣ ରେଡିଓରେ ଗାଆନ୍ତି? ଦିନକୁ କେତେଟା ଗୀତ ଗାଆନ୍ତି ନା କଣ? ସେମାନେ କେବେ କେବେ 3ଟି ଗୀତ ଦିଅନ୍ତି, କେବେ 5ଟି ଗୀତ ଦିଅନ୍ତି, କେବେ 7ଟି ଗୀତ, କେବେ କେବେ ସ୍ପେଶାଲ ପ୍ରୋଗ୍ରାମ ଦିଅନ୍ତି, କୋରସ ବି ହୁଏ, ଏମିତି ସବୁ ସେ ଚାଲିଥାଏ। ଗୀତ ସେତେବେଳେ ଓଡିଶୀ, ଜଣାଣ ଆଉ ଭଜନ ଏମିତି ସବୁ ରହୁଥିଲା। ମୁଁ ଗୋଟେ ଶୁଣଉଛି ଆପଣଙ୍କୁ। ଫୁଲ ସିନା ନାହିଁ, ଚନ୍ଦନ ମୋ ନାହିଁ, ନାହିଁ ଆନ ଉପଚାର, ମନକୁ ତ ମୋର ନୈବେଦ୍ୟ କରିଛି, ତୁମ ନାମେ ହେ ଠାକୁର। ଫୁଲ ସିନା ନାହିଁ, ଚନ୍ଦନ ମୋ ନାହିଁ। ଆଚ୍ଛା, ଗୋଟେ କଥା ହେଲା, ଆପଣ
କାହିଁକି ଆଜି ସେ ରେଡ଼ିଓ ଷ୍ଟେସନ ଆପଣଙ୍କର କାହିଁକି ବନ୍ଦ ହେଇଗଲା? ଆଉ କଣ ପାଇଁ ଆପଣ ଅପସରି ଗଲେ? ଆଉ ଗୋଟେ ନିଶ୍ଚଳ ନୀରବ ହେଇକି ରହିଯାଇଛନ୍ତି ଶ୍ରୋତା ପାଖରୁ। ଶ୍ରୋତା ଆପଣଙ୍କୁ ଖୋଜୁଛନ୍ତି କିନ୍ତୁ ଆପଣ ନୀରବ ହେଇଯାଇଛନ୍ତି। ସିଏ ତ ମୁଁ ବୁଝିପାରୁଛି, କିନ୍ତୁ କିଛିଟା ଦାୟିତ୍ୱ ଥିଲା ଯୋଉଟା କି ଘରେ ମୋର ବଡ ଝିଅ ଯେ ଲର୍ଣ୍ଣିଂ ଡିସାବିଲିଟି ଥିଲା ଜନ୍ମରୁ। ପ୍ରଥମେ ତ ଜଣା ପଡୁନଥିଲା, ତାପରେ ଧୀରେ ଧୀରେ ଯେତେବେଳେ ତାର ବୟସ ବଢିବା ସଙ୍ଗେ ସଙ୍ଗେ ଦେଖିଲୁ ଡିଲେ ଡେଭଲପମେଣ୍ଟ ହେଲା, ତ ତାକୁ ବେଶୀ ସମୟ ଦବାକୁ ପଡିଲା। ଇଏ ଯେହେତୁ ସର୍ଭିସରେ ରହୁଥିଲେ, ବେଶୀ ସମୟ ଦେଇ ପାରୁନଥିଲେ, ଯେହେତୁ ଅଫିସ ଆୱାର ରହୁଥିଲା, ତ କିନ୍ତୁ ଅନ୍ୟ ସମୟରେ ବହୁତ ଆଟେଣ୍ଡ କରନ୍ତି। ତାପରେ ଆମେ ମିଶିକିରି ତ କରିବାକୁ ପଡିବ। ଆଉ ବହୁତ ସମୟରେ ପ୍ରାକ୍ଟିସ ଟିକେ କଲା ବେଳକୁ ସମୟର ଅଭାବ ହେଲା। ଏମିତି ପ୍ରାକ୍ଟିସ କରିବା ଆଉ ଗୋଟେ ପ୍ରୋଗ୍ରାମ ପାଇଁ ପୁରା ପରଫେକ୍ଟଲି ପ୍ରାକ୍ଟିସ କରିବା ଭିତରେ ତଫାତ ରହୁଥିଲା। ତେଣୁ ଧୀରେ ଧୀରେ ଦେଖିଲେ ଏପଟେ ଯେମିତି ଦାୟିତ୍ୱଟା ବଢିଲା, ସେପଟେ ଟିକେ କମେଇଲି। ସେଥିପାଇଁ ମୋର ଦୁଃଖ ନାହିଁ କେବେ ବି। ଯେହେତୁ ଯୋଉ ଦାୟିତ୍ୱଟା ମିଳିଛି ତାକୁ ମୁଁ ଚେଷ୍ଟା କରୁଥିଲି ଯେମିତି ଟିକେ ଭଲରେ ହଉ। ମା ମନ ଯେତେବେଳେ ଛୁଆଟି ଏଭଳି ପରିସ୍ଥିତି ତେଣୁ ଶ୍ରୋତାଙ୍କ ଠାରୁ ଆପଣ ଦୂରେଇ ଗଲେ, ଶ୍ରୋତା ଆପଣଙ୍କୁ ଖୋଜୁଛନ୍ତି, ଶ୍ରୋତାଙ୍କୁ କଣ କହିବେ? ଫେରି ଆସିଲି ସେଇଥିପାଇଁ ନା, ଆଉ ଥରେ ଏବେ ସେଇ ସୁଯୋଗ ସେଇ ଶ୍ରୋତା ମାନଙ୍କ ପାଇଁ ମୁଁ ଫେରିଛି। ଆଉ ସମୟ ଏଇ ସମୟରେ ସମସ୍ତେ ମିଶିକିରି ମତେ ବହୁତ କୋଅପରେଟ କରୁଛନ୍ତି। ଯେହେତୁ ସାନ ଝିଅ ବି ବଡ ହେଇଗଲାଣି, ଆଉ ଗୀତ ବି ଗାଉଛି। ଯୋଉଠି ପାରିଲି ମୁଁ ପ୍ରାକ୍ଟିସ ହିଁ କରିବା ଅଭ୍ୟାସ ରଖିଥିଲି ବୋଲି ଆଜି ମୁଁ ପୁଣି ଭାବୁଛି। ବୟସ କେତେ ହବ? ମତେ ବର୍ତ୍ତମାନ 60 ଚାଲିଛି। 60 ବର୍ଷ ବୟସ, ଅପରାହ୍ନ ବୟସ, ଅବସର ପ୍ରାପ୍ତ ବୟସ, ପୁଣି ସେଥିରେ ପୁଅ ଝିଅ ମୋର ଦିଟି ଝିଅ। ବଡ ଝିଅ ଲର୍ଣ୍ଣିଂ ଡିସାବିଲିଟି ହେଲା 38 ବର୍ଷର, ଆଉ ସାନ ଝିଅ 30 ବର୍ଷ। ଆପଣ ଯେତେବେଳେ ସେଇ ସମୟରେ ଗୀତ ଗାଉଥିଲେ ରେଡିଓରେ, କୋଉ ଗୀତଟା ଆପଣଙ୍କର ବେଶୀ ଡିମାଣ୍ଡ ଥିଲା? ସେ ଗୀତ ଗୋଟେ ଶୁଣେଇବେ। ମୁଁ ତ ସେମିତି କହିପାରିବିନି, ଡିମାଣ୍ଡ ଟା ସବୁ ଆମକୁ ଯୋଉ ପ୍ରକାର କୁହାଯାଏ ଆମେ ସେଇ ପ୍ରକାର ଗାଉ। ମତେ ଯାହା ଭଲ ଲାଗୁଥିଲା ଭାବୁଥିଲି ଲୋକମାନଙ୍କ ଭିତରେ ବେଶୀ ପସନ୍ଦ ଆସେ। କୋଉ ଗୀତଟା ଆଦୃତ ଥିଲା? ମୁଁ ଗାଇକିରି ବର୍ତ୍ତମାନ ଶୁଣଉଛି। ଏଟା ମୋର ନିଜ କମ୍ପୋଜିସନ ରେ ଥିଲା, ବୃନ୍ଦାବନ ଜେନାଙ୍କର ଲେଖା ଥିଲା। ତୁ ନୁହେଁ କିଛି ଅବା ମୁଁ ନୁହେଁ, ତୁ ନୁହେଁ କିଛି ଅବା ମୁଁ ନୁହେଁ କିଛି, ତୁ ନୁହେଁ କିଛି ଅବା ମୁଁ ନୁହେଁ କିଛି, କରତା ତ ସେଇ ଜଣେ, କରତା ତ ସେଇ ଜଣେ, ସବୁ କରାଉଛି, ସବୁ କରାଉଛି, ତୁ ନୁହେଁ କିଛି ଅବା ମୁଁ ନୁହେଁ କିଛି। ଗୋଟେ କଥା ହଉଛି, ଆପଣ ଘରେ ଆଉ ବାହାରେ ଶ୍ରୋତାଙ୍କ ଠାରୁ ଯେତେବେଳେ ଆପଣ ଦୂରେଇଲେ, ଆଉ 2007 ପରେ ଆପଣ ରେଡିଓ ଷ୍ଟେସନକୁ ଆଉ ଆସିଲେନି, ଆପଣଙ୍କର ଇଚ୍ଛା ହୁଏନି ଯାଇକି ଗାଇବେ? ନାଇଁ, ସେମିତି ଇଚ୍ଛା ହିଁ ନଥିଲା। ଯେହେତୁ ଝିଅକୁ ନେଗ୍ଲେକ୍ଟ କରିବା ମତେ ଲାଗୁଥିଲା, ନାଇଁ ମୁଁ ତାକୁ ବେଶୀ ପ୍ରାୟୋରିଟି ଦଉଥିଲି। ଆଉ ସେଥିପାଇଁ ମତେ ରେଡିଓ ଷ୍ଟେସନରେ ଯାଇନି ବୋଲି ଦୁଃଖ ନାହିଁ, କେବେ ବି ଆଜି ବି ଦୁଃଖ ନାହିଁ। କିନ୍ତୁ ମାନେ ଗାଉଛି ବୋଲି ଖୁସି ଅଛି। ଏବେ ବି ମୁଁ ଗାଇ ପାରୁଛି ବୋଲି ଖୁସି ଅଛି। ଏ ବୟସରେ କେତେ ଦିନକୁ ପ୍ରାକ୍ଟିସ କରନ୍ତି ଆପଣ, ଯୋଉଟା କି ଏଭଳିଆ ପଜେଇକି ରଖିଛନ୍ତି ଗଳାକୁ? ନାଇଁ, ସେମିତି ତ ମୁଁ ପ୍ରାୟ ଭୋରୁ ଉଠିକରି ପ୍ରାକ୍ଟିସ କରେ, ଅଧା ଘଣ୍ଟା ତ ନିଶ୍ଚୟ ବସେ। କିନ୍ତୁ ସମୟ ନଥିଲେ ବି 5 ମିନିଟ ପାଇଁ ମୁଁ ସା କରେ, 10 ମିନିଟ ହେଲେ ସାରେଗାମା ପାଧନିସା କରେ, ଆଉ ଟିକେ ଅଧିକା ମିଳିଲେ ଅଳଙ୍କାର କରେ, ତାଠାରୁ ଅଧିକା ମିଳିଲେ ଟିକେ ଗୀତ ଦିଟା ଗାଏ। ଆଉ ଯଦି କେବେ ବି ସମୟ ମିଳୁନି, ତେବେ ରୋଷେଇ ଘରେ ବସିକିରି ଯେତେବେଳେ ମୋର ଚିମିନ ଚାଲିଥାଏ, ଚିମିନ ବି ସ୍ୱରରେ ମତେ ଲାଗେ ଏଥିରେ ବି ସ୍ୱର ବାହାରୁଛି, ତ ସେଥିରେ ବି ମୁଁ ଟିକେ ରୋଷେଇ କଲାବେଳେ ବି ସେଠି ମୁଁ ଗୀତ ଗାଏ। ଗୀତ ଛୁଆ ବେଳେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଇଚ୍ଛା ନଥିବ, କିନ୍ତୁ ଆପଣ ଗୀତ ଗାଇଛନ୍ତି, ସେମିତି କିଛି ହେଇଛି? ହଁ, ସେମିତି ତ ଅତି ଛୋଟବେଳେ ହୁଏ ନା, ଇଚ୍ଛା ନଥିବ ବି ମାନେ ଯାହା ମାନେ ପୁରା ଜବରଦସ୍ତି କରିକିରି ବି ହୁଏ।
ଆଉ କେତେ ସମୟ ମାନେ ସେଇ ରକମ ଭାବରେ କେତେ ଭଲ ଗାଉଥିଲୁ ନ ଗାଉଥିଲୁ ଜଣା ନାହିଁ, କିନ୍ତୁ ଗାଇବାକୁ ବାଧ୍ୟ। ପରୀକ୍ଷା ସମୟ ଯେତେବେଳେ ଗୀତ ପରୀକ୍ଷା ଦଉଥିଲୁ, ଇଚ୍ଛା ନଥିଲେ ବି ସକାଳୁ ଉଠିକିରି ପ୍ରାକ୍ଟିସ କର, ଗାଅ। ପରୀକ୍ଷା ପାଇଁ ବେଶୀ ଡର, ଯେକୌଣସି ପରୀକ୍ଷା ଅଛି, ପରୀକ୍ଷା ମାନେ ପରୀକ୍ଷା, ତ ଟିକେ ଡର ଭୟ ରହୁଥିଲା। ଆଉ ସେତେବେଳେ ବାବା ମା ବି ପୁରା ଏକଦମ ଚାଲ ପ୍ରାକ୍ଟିସ କର, ମାନେ ଅଧିକା ମାନେ କହୁଥିଲି ନାଇଁ ସକାଳୁ ଉଠିକି ପ୍ରାକ୍ଟିସ କଲେ ଭଲ ବ୍ରାହ୍ମ ମୁହୂର୍ତ୍ତରେ। କିନ୍ତୁ ରେଡିଓ ଷ୍ଟେସନକୁ ଯିବା ପାଇଁ ଆପଣଙ୍କର କେମିତି କଣ, କୋଉ ଦିଗରେ, ଏଇ ଦିଗକୁ କେମିତି କଣ ଆପଣ ବାଟ ଇଏ କଲେ? ନା ଇଚ୍ଛା ଥିଲା ରେଡିଓ ଷ୍ଟେସନରେ ଗାଇବା, ନା ଆପଣଙ୍କର ଏଇଟା? ଇଚ୍ଛା ମାନେ ଆମେ ଯେତେବେଳେ କଟକରେ ମୁଁ ଆସିଗଲି, ତ ସେତେବେଳେ ରେଡିଓ ଷ୍ଟେସନରେ ସବୁ ଯେତେବେଳେ ମୁଁ ଗୀତ ସାର୍ ମାନଙ୍କ ପାଖରେ ଶିଖିଲି, ସେମାନେ କହିଲେ ଯେ ରେଡିଓରେ ଗାଉନ, ଭଲ ଗାଉଛ, ତ ଟିକେ ଫର୍ମ ପକେଇବା ଇଏ କରିବା। ସେଇଠୁ ଧୀରେ ଧୀରେ ଇଚ୍ଛା ହେଲା, ଫର୍ମ ପକେଇଲେ ଗୋଟେ ତାପରେ ବୟସ ଯୋଉ ହେଇଥିଲା ସେଟା ଜେନେରାଲ ଆର୍ଟିଷ୍ଟ ପାଇଁ ଥିଲା। ଇଚ୍ଛା କଲେ ବି ଯୁବବାଣୀରେ ପକେଇ ହେଇଥାନ୍ତା, କିନ୍ତୁ ମୁଁ କହିଲି ଜେନେରାଲ ଆର୍ଟିଷ୍ଟ ଟା ବେଶୀ ଭଲ, ଲଙ୍ଗ ଟର୍ମରେ ଭଲ ଗାଇ ହବ। ତ ସେଇ ହିସାବରେ ମୁଁ ଶିଖିକିରି ଫର୍ମ ପକେଇଲି। ତାପରେ ଭଲରେ ଶିଖିକିରି ପ୍ରପର ଗାଇଡାନ୍ସରେ ମୁଁ ପରୀକ୍ଷା ଦେଇଥିଲି। ଛୁଆବେଳେ ଆପଣଙ୍କର କଲେଜ କ୍ୟାରିୟରରେ ବି ଯୋଉ ଗୀତ ଗାଇଥିବେ, ସବୁଠୁ ସମସ୍ତଙ୍କ ମନ ଛୁଇଁଥିବା ଗୀତଟେ କଣ? ସେମିତି ତ ମୁଁ ଏମିତି ଭଜନ ଘରିକା ହିଁ କହନ୍ତି ପ୍ରକୃତରେ ଗାଇବା ପାଇଁ, କିନ୍ତୁ କେତେ ସମୟରେ ମତେ ଗୋଟେ ଗୀତ ବହୁତ ଭଲ ଲାଗେ, ଗାଉଛି ତାକୁ। ସେତେବେଳେ ବି ମାନେ ମତେ ବହୁତ ଟିକେ ଦରଦି ଭରିଆ ଗୀତ, ମାନେ ଲେଖା ବହୁତ ଭଲ, ମତେ ଭଲ ଲାଗେ, ମୁଁ ଗାଉଛି ସେଇ ଗୀତ ଗୋଟେ ଗାଉଛି। ଦୁନିଆରେ ଯେବେ ଦିନ ପରେ ରାତି, ରାତି ପରେ ଦିନ ଶେଷ, ମୋ ରାତି କାହିଁକି ଅସରା ଏମିତି, କୁହ ପ୍ରଭୁ ଜଗନ୍ନାଥ। ଦୁନିଆରେ ଆ ଆ ଆ ଦୁନିଆରେ ରାତି ଯଦି ସତ, ଏ ରାତି ତାଙ୍କ ପାଇଁ ମଧ୍ୟ ଅସରା, ସମସ୍ତଙ୍କ ପାଇଁ ଅସରା ହୁଏନି। ତ ଆଜି ପୁଣି ଆମେ ଆଉ ଗୋଟେ ଗୀତ ନବା ତାଙ୍କ ଠାରୁ, ଯେ ଜଣେ ବେତାର କଣ୍ଠଶିଳ୍ପୀ ଆପଣ, ଏ ଦୁନିଆର ପ୍ରତ୍ୟେକ ମଣିଷ ଆପଣଙ୍କୁ ଭଲ ପାଇବା ଦେଇଥିଲେ, ଆଜି ଲୋକ ଚିହ୍ନିକି ଆପଣଙ୍କୁ ଗଲେ। ସତ କହିବାକୁ ଗଲେ କେହି ବି ଚିହ୍ନନ୍ତିନି। ସେଇ ପ୍ରକାର ମାନେ ମୁଁ ଯାଇକି କୌଣସି ପ୍ରୋଗ୍ରାମ ପତ୍ର ବେଶୀ ଖାସ୍ କିଛି କରିନି। ଆଉ ସେତିକି ମୋର ନଥିବ ବୋଧହୁଏ, ଯେତିକି ଆଜି ହିସାବରେ ଲୋକ ଚିହ୍ନୁଛନ୍ତି। ମୁଁ ସେଇ ପ୍ରକାର ଆର୍ଟିଷ୍ଟ ହେଇନଥିବି। ଭଏସରୁ ତ ଚିହ୍ନି ପାରିବେନି, ସେ ଷ୍ଟେଜ ଉପରେ ପରଫର୍ମାନ୍ସ ଏ ସବୁ ବହୁତ ମାୟନେ ରଖୁଛି। ତଥାପି ଏବେ ଧୀରେ ଧୀରେ ପୁଣି ପାଦ ବଢୁଛି। ଘଣ୍ଟା ଭିଡୁଛନ୍ତି ଆପଣ, ଅନ୍ୟକୁ ଆଲୋକ ଦେବେ, ଅର୍ଥାତ୍ ସେଦିନର ସମୟର ବତାସ ମାଡ଼ରେ ବି ଆପଣ ଭାଙ୍ଗି ପଡ଼ିନାହାନ୍ତି, ଆଗକୁ ନିଶ୍ଚିନ୍ତ ବଢିବେ। ଆଲୁଅ ବା ମନୋରଞ୍ଜନ, ଗୀତ ଗାଇକି ସମସ୍ତଙ୍କର, ଶ୍ରୋତାଙ୍କ ମନୋରଞ୍ଜନ କରିବେ। ହଁ, ଶ୍ରୋତାଙ୍କ ମନୋରଞ୍ଜନ ତ ହବ ନିଶ୍ଚୟ, କିନ୍ତୁ ମୋ ମନ ବି ଶାନ୍ତ ହେବ। ଗୀତ ଗାଇଲେ ମତେ ବହୁତ ଭଲ ଲାଗେ, ସେଥିପାଇଁ ମୁଁ ଭାବେ ଭଗବାନଙ୍କର ଆଶୀର୍ବାଦ ଅଛି ବୋଲି ପୁଣି ଥରେ ନା ବାଟ ମୋଡି ହେଇକି ପୁଣି ଆସିଯାଇଛି, ଏଠିକି ପୁଣି ଫେରି ଆସିଛି। ଏ ବୟସରେ ପୁଣି ଆଗକୁ ବଢିବେ। ଆଉ ଗୋଟେ ଗୀତରୁ ଆମେ ଶେଷ କରିବା ଆପଣଙ୍କର କଥା, ନା ଏ ଯୋଉ ଝୁମି ଝୁମି ସେଇଟା ଗାଇଦେବେ ଗୋଟେ, ଝୁମି ଝୁମି ଗୋଟେ ଆଧୁନିକ ଗୀତଟା ଟିକେ ଗାଇବେ। ମୁଁ ଚେଷ୍ଟା କରୁଛି ଗାଇବା ପାଇଁ, ବହୁତ ପସନ୍ଦ, କିନ୍ତୁ କେମିତି ପରଫର୍ମ କରୁଛି ଆପଣ ମାନେ ହିଁ କହିବେ। ଟିକେ ଭୁଲ ଟିକେ ହେଲେ ବି ମାଫ କରିଦେବେ। ঝুমি ঝুমি আসে রাখি, ঝুমি ঝুমি আসে আখি, ঝুমি ঝুমি আসে আখি, ঝুমি ঝুমি আসে আখি, স্বপ্ন ভরা জীবনে মোর, স্বপ্ন ভরা জীবনে মোর, রাতি ଆଉ କେତେ ବାକି,
ঝুমে ঝুমি আসে আখি, অনেক তারা আকাশ সারা, কিଏ ବା କାହାର ସାଥୀ ସାଥୀ ସାଥୀ। ଦିନର ବୁକେ ସବୁ ତ ହଜେ, ସରିଲେ ରାତିର ଗୀତି। পায় না খোঁজি সকালে কারে, পায় না খোঁজি সকালে কারে, হারে ମୁଁ ডাকি ডাকি আখি যায় মোর ঠকি, ঝুমি ঝুমি আসে রাতি, ঝুমি ঝুমি আসে রাতি, ঝুমি ঝুমি আসে রাতি। ରାତି ଯଦି ଝୁମି ଝୁମି ଆସେ ତାହେଲେ ଆଖି ଥକି ପଡ଼େନି। ଦର୍ଶକ ବନ୍ଧୁ, ସେ ମଧ୍ୟ ଆଜି ଥକି ପଡ଼ିନାହାନ୍ତି। ତାଙ୍କର ଜୀବନର ଅନେକ କଥା ବାକି ରହିଗଲା। ପୁଣି ଆଉଥରେ ଆମେ ଆଉ ଗୋଟିଏ ଅଧ୍ୟାୟରେ ତାଙ୍କୁ ଆପଣଙ୍କ ସାମ୍ନାକୁ ନେଇକି ଆସିବୁ। ଆଜି ପାଇଁ ଏତିକି। ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।